ଯିଏ ଯେତେ ଛୋଟ ହେଲେ ମଧ୍ୟ ତାକୁ ହୀନ ଅସହାୟ ମନେ କରିବା ଉଚିତ ନୁହେଁ। ଛୋଟ ହେଲେ କ'ଣ ହେବ, ତା'ଠାରୁ ବି କିଛି ଶିଖିବାର ଥାଇପାରେ। କାହାର ଆକାରକୁ ନୁହେଁ, ବରଂ ତା'ର ବିଚାର ବୁଦ୍ଧିକୁ ବିବେଚନା କରି ତାକୁ ତଉଲିବା ଦରକାର। ବଣର ରାଜା ସିଂହ ସାହସୀ ଓ ବଳୁଆ। ତାକୁ ସମସ୍ତେ ମାନନ୍ତି, ଭୟ ବି କରନ୍ତି। ଥରେ ସିଂହ ଗଛ ଛାଇରେ ଆରାମରେ ଶୋଇ ଘୁଙ୍ଗୁଡ଼ି ମାରୁଥାଏ। ମୂଷା ଛୁଆଟିଏ ବୁଲୁ ବୁଲୁ ସିଂହ ଉପରକୁ ଚଢ଼ିଗଲା। ତା ପିଠିରେ ନାଚିଲା, କୁଦିଲା, ମନ ଖୁସିରେ ଖେଳିଲା। ସିଂହର ନିଦ ଚାଉଁକିନା ଭାଙ୍ଗିଗଲା। ସେ ରାଗରେ କୁହାଟ ଛାଡ଼ି ଆଖି ତରାଟି କହିଲା, କିଏ ରେ ତୁ? ତୋର ଏତେ ସାହସ, ମୋ ପିଠିଟାକୁ କ'ଣ ଖେଳ ପଡ଼ିଆ ଭାବିଲୁ? ଆଜି ତୋର ନିସ୍ତାର ନାହିଁ। ତୋତେ ଜଳଖିଆ କରିବି। ମୂଷା ଡରରେ ଛାନିଆ ହୋଇପଡ଼ିଲା। କାନ୍ଦି କାନ୍ଦି ହାତ ଯୋଡ଼ି ନେହୁରା ହୋଇ କହିଲା, ତମେ କେତେ ବଡ଼, ରାଜା ପରିକା। ଏଡ଼େ ବକଟେ ମୋତେ ଖାଇଲେ ତମ ପେଟ ପୂରିବନି। ମୁଁ ତମର କଳେ ବି ହେବିନି। ମୋତେ ଛାଡ଼ିଦିଅ। ଦିନେ ନା ଦିନେ ମୁଁ ତମର ଉପକାର କରିବି। ସିଂହ ଦୟାକରି ମୂଷାକୁ ଛାଡ଼ିଦେଲା। କିଛି ଦିନ ବିତିଗଲା। ଦିନେ ସିଂହ ବଣରେ ବୁଲୁ ବୁଲୁ ଶିକାରୀ ଫାଶରେ ପଡ଼ିଗଲା। ଯେତେ ଚେଷ୍ଟା କଲେ ମଧ୍ୟ ମୁକୁଳି ପାରିଲାନି। ଜୋରରେ ଗର୍ଜନ ତର୍ଜନ କଲା। ସେଇ ବାଟେ ମୂଷା ଯାଉଥିଲା। ଫାଶରେ ପଡ଼ିଥିବା ସିଂହକୁ ଦେଖି କହିଲା, ମହାରାଜ, ଧୈର୍ଯ୍ୟ ଧର, ମୁଁ ତୁମକୁ ମୁକୁଳାଇ ଦେବି। ମୋ ମୁନିଆ ଦାନ୍ତରେ ଫାଶକୁ କାଟି ଟିକ୍ ଟିକ୍ କରିଦେବି। ସଙ୍ଗେ ସଙ୍ଗେ ମୂଷା ତା କାମରେ ଲାଗିଗଲା। ସିଂହ ମୁକୁଳି ହାଇ ମାରି ଅଳସ ଛାଡ଼ିଲା। ମୂଷାକୁ ପିଠିରେ ବସାଇ ବଣଯାକ ବୁଲିଲା। ସିଂହ ମନେ ମନେ ଭାବିଲା, ବଡ଼ ବଡ଼ିଆ ଠିକ୍ କହିଛନ୍ତି। ଛୋଟକୁ ନ ମଣ ହୀନ। ଛୋଟ ପାଖେ ଥାଏ ଅନେକ ଗୁଣ। ଧନ୍ୟବାଦ।